ଅରୁଣ ବାବୁ ମା ତମେ କଲେ ଦିଆ ଆଉ ଆମେ କଲେ କିରା ତମେ ଏଠି କାମ କର କିଛି ନାହିଁ ଅରୁଣ ବାବୁ ଆସିଥିଲି ଏଇ ରୋମାଣ୍ଟିକ ସିନ୍କୁ ଟିକେ ଆଖି ଭରି ଦେଖିବି এইটা ମୋ ପର୍ସନାଲ ମ୍ୟାଟର এর কথা বাবু তবে কিଏ ଓ ଜାଣିଛି ଆମେ କିଏ ନଥିଲେ ଆମେ ଜାଣିବାକୁ ଚାହୁଁ ଏଇ ସମ୍ପର୍କଟା କଣ তার শোন এ ফুলକୁ ଭଲ ପାଏ ଆଉ ବିବାହ କରିବ ଘରକୁ ନେବି ସାନ ବାବୁ ଇଏ କଣ କଲେ ତମ କାନ୍ଦାର ଇଜ୍ଜତ ମୋ ତକୁ ଏ ଆଦିବାସୀ ଟୋକି ପାଖରେ ସାରିଦେଲେ ଚି 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 ଏ ଦୁନିଆ କଣ କହିବ ତୁମକୁ ଏ ଦୁନିଆ ଯାହା କହିଲେ ମତେ କହିବ ଏଥିରେ କାହିଁକି ତୁମର ମୁଣ୍ଡ ଭେତା ଏ କଥା ଯେମିତି ଭଲ ଭାବରେ ମନେ ରଖିବ ଏ ଫୁଲକୁ ଭଲ ପାଏ ଆଉ ବିବାହ କରିବ ଘରକୁ ନେବି ଚାଲ ଫୁଲ ତମ ଆଖି ସାମ୍ନାରେ ଦେଖିଲ କଣ ସବୁ ଗଠିଗଲା ସେ ଅରୁଣ ବାବୁ ସେଟାକୁ ପଟେ ପୁରା ସେଟିଂ ହେଇଗଲା ଆଉ ତମେ ଯୋଉ ଏଇଟାକୁ ସେଇ ଏଇଟା ଚି 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 नो टेंशन ଓ ଦେଖିବୁ ବେ ଫୁଲର ଗନ୍ଧ ନାକରେ ବାଜିଛି ମାନେ ଫୁଲ ମୋର ହବ ଆରେ କେମିତି ଜାଣିଲୁ ଏଇ କଥା ଯାଇ ଆମେ ବଡ଼ ବାବୁ କହିବା ବଡ଼ ବାବୁ କେବେ ବି ସେ ଆଦିବାସୀ ଫୁଲକୁ ବୋଉ କରିବାକୁ ରାଜି ହେବେନି ତାପରେ ତ ଫୁଲ ମୋର ହବ ଯୋଉଥିପାଇଁ ଏଇ ହରାମ ଅରୁଣ ମୋତେ ଥାପଡ଼ ମାରିଥିଲା ତାର ଜବାବ ମୁଁ ତାକୁ ଦେବି ଫୁଲ ଡଲଗାଇ ସାରିଲା ପରେ ଏଇ ସହର ସମସ୍ତେ କହିବେ ବାହ କ୍ୟା କର ଦିୟା ରେ ଲାଲା ଓହୋ ଏ ଅନୁତା ସହିତ ମାରିଗଲାନି ସେ ମୋ ବଡ଼ ପୁଅର ଅରୁଣ ବାହାଘର କରିବାକୁ ପୁରା ଜିଦ୍ କରି ବସିଛି ଏପଟେ ମୋର ବାହା ହବାକୁ ଇଚ୍ଛା ନାହିଁ କାହାକୁ ବୁଝେଇବି ଏଠି ଆଜ୍ଞା ନମସ୍କାର ଆରେ ଲାଲା କଲଣି ତମେ ସବୁ କାମ ସାଇଡରୁ ଚାଲି ଆସିଲ ଯେ କାମ ବହୁତ ଅଛି ନା କଣ କାମ ଚାଲିଛି ଆଜ୍ଞା ହେଲେ ଗୋଟିଏ ଇମ୍ପୋର୍ଟାଣ୍ଟ କଥା କହିବାକୁ ଆପଣଙ୍କ ପାଖକୁ ଆସିଛୁ ଆଉ ସେଇଟା ପୁଣି କଣ ବାବୁ ସେଇ କଥା କହିଲେ ଅରୁଣ ବାବୁ ଆମକୁ ରାଗିବେ ଚୁପ୍ କିଏ ଲାଗିବ କଣ କରିବ ସେଥିରେ ମୋର କିଛି ଯାଇ ଆସୁ ନାହିଁ କହ କଣ ହେଇଛି ବାବୁ ଆମେ ଯୋଉ ମାଲକାନଗିରି ଆଦିବାସୀ ଛୁଆମାନଙ୍କୁ କାମ କରିବାକୁ ଗାଡ଼ିଥିଲୁ ସେଇ ଆଦିବାସୀ ଛୁଆମାନଙ୍କ ଚଢ଼କୁ ଅରୁଣ ବାବୁ ଭଲ ପାଉଛନ୍ତି ହଁ ବାବୁ ଆପଣ ଦେଖିବେ ଆଉ 2 ଦିନ ପରେ ସେ ଆଦିବାସୀ ଝିଅ ଘରକୁ ବୋଉ ହୋଇ ଆସିବ ତମେ ମାନେ ମିଛ କହୁଛ ଅରୁଣ କେବେ ଏମିତି କାମ କରିନଥିବ କେମିତିଆ ତାହା କେବେ ହେଇପାରିବନି ଗୋଟାଏ ନିଚ ଆଦିବାସୀ ଝିଅ ପୁଣି ମୋ ଘରେ ବୋଉ ହବ ଅସମ୍ଭବ ସବୁ ସମ୍ଭବ ବାବୁ ସବୁ ସମ୍ଭବ ଆପଣ ବିଶ୍ୱାସ କରନ୍ତୁ ବାବୁ ଅରୁଣ ବାବୁ ସେ ଝିଅକୁ ଏମିତି ଭାବରେ ଭଲ ପାଉଛନ୍ତି ଗୋଟାଏ ମୁହୂର୍ତ୍ତ ଦେଖିଲେ ରହିପାରୁନାହାନ୍ତି ମୋତେ ତ ଲାଗୁଛି ଆଉ 2 ଦିନ ପରେ ସେ ଝିଅ ଘରକୁ ଅଲବତ ଆସିବ କୌଣସି ମତେ ମୁଁ ଏ ବାହାଘର ହବାକୁ ଦେବିନି ମୋ ଜୀବନ ଚାଲି ଯାଇପାରେ କିନ୍ତୁ ସେ ନିଚ ଆଦିବାସୀ ଝିଅ କେବେ ହେଲେ ମୋ ଘରକୁ ହେଇପାରିବନି କେବେ ନୁହେଁ ବାବୁ ଅରୁଣ ବାବୁ ବହୁତ ବୁଝେଇଲି ବାବୁ ଅରୁଣ ବାବୁ ବୁଝେଇଲି ଯେ ଦେଖ ସେଇଟା ହଉଛି ଆଦିବାସୀ ଝିଅ ତାକୁ ଭୁଲି ଯାହା ହେଲେ ଅରୁଣ ବାବୁ ଭୁଲିବା ପାଇଁ ଜମା ବି ଇଚ୍ଛା ନାହିଁ ଅରୁଣ ବାବୁ ଝିଅ ପାଇଁ ପୁରା ପାଗଳ ହେଇଯାଇଛନ୍ତି ବନ୍ଦ କରିଦେଲା ବନ୍ଦ କର ମୁଁ ବଞ୍ଚି ଥାଉ ଥାଉ ମୋ ଖାନଦାନର ଏତେ ବଡ଼ ବଦନାମ କରିପାରିବିନି ଯେମିତି ହେଲେ ବି ଅରୁଣକୁ ସେ ଝିଅକୁ ଅଲଗା କରିବାକୁ ହବ କେମିତି ଅଲଗା କରିବେ ବାବୁ କେମିତି ଅଲଗା କରିବେ ଅରୁଣ ବାବୁ ସେ ଝିଅକୁ ଏମିତି ଭାବରେ ଭଲ ପାଉଛନ୍ତି ଗୋଟାଏ ମୁହୂର୍ତ୍ତ ଦେଖିଲେ ପୁରା ରହିପାରୁନାହାନ୍ତି ସେ ପାଗଳ ହେଇଯାଇଛନ୍ତି ଆପଣ ଦେଖି ବାବୁ ସେ ଆଦିବାସୀ ଝିଅ ଘର ବୋଉ ହେବାଟା ଅଲବତ ହବ ଆରେ ଦରକାର ପଡ଼ିଲେ ସେଇ ଝିଅଟାକୁ ମୁଁ ମର୍ଡର କରିଦେବି ଆଜ୍ଞା ଏ ବୁକେ ବୁଦ୍ଧି ଆପଣ କିଏ ଥିଲା ଏମିତି କଲେ ଆପଣଙ୍କୁ ମଣିଷ ଗୁଡ଼ା କେସ ଜେଲ ହେଇଯିବ ଆମେ କଣ କରିବି ମୁଁ କଣ କରିବି ଅଛି ଉପାୟ ଅଛି ବାବୁ এই দেখুଛନ୍ତି এইটা হচ্ছে ব্রাউন সুগার এইটা যদি অনুবাবুকে বেঁকে রখে অনুবাবুকে ଆମେ 2-3 ମାସ ପାଇଁ ଜେଲକୁ ପଠାଇଦେବା ତାପରେ ସେ ଝିଅ ଆପା ଆପେ ଏଠାରୁ ଚାଲିଯିବ ଚୁପ କରିଦେଲା ବନ୍ଦ ତୋର ସେ ଆଇଡିଆ ଶେଷରେ ତୁ ମୋ ପୁଅକୁ ଜେଲ ପଠେଇବାକୁ ଚାହୁଁଛୁ ବାବୁ
এইটা হচ্ছে মাংস ঘর বাবু, এইটা হচ্ছে ডুপ্লিকেট মাংস। এইটা আধার করে আমি অনুবাবু যদি 4-5 মাস সময় আমার জেলকে পাঠাই দেওয়া সব সমস্যার সমাধান হয়েছে বাবু। ধীরে ଆପଣଙ୍କର ଫାଇଦା ଅଛି ବାବୁ। ଖାଲି ଆମର ଯେତେବେଳେ ଜେଲକୁ ଚାଲିଗଲା ପରେ ଦରକାର ପଡ଼ିଲେ ସେ ଆଦିବାସୀ ଝିଅଟାକୁ ଆମେ ଉଠାଇ ନେବା। ମୋ ପୁଅ ଜେଲକୁ ଯିବ ଏ କଥା ମୁଁ କହିପାରିବିନି। ବାବୁ ସାପ ମରିଯିବ ହେଲେ ବାଡ଼ି ଭାଙ୍ଗିବନି। এইটা আপনার ପାଇଁ ଗୋଟେ ଭଲ ଉପାୟ ବାବୁ। ମୋ ଉପରେ ବିଶ୍ୱାସ ରଖନ୍ତୁ, ମୁଁ କ'ଣ ଏମିତି କାମ କରିପାରିବି? ଠିକ ଅଛି ତମେ ସେଇଆ କର, କିନ୍ତୁ ମୁଁ ପୁଣି ତୋର ଚେତାଇ ଦଉଛି ମୋ ପୁଅର ବେଶୀ କିଛି ଅସୁବିଧା ନ ହବ। ତମମାନେ ଯାଅ। ଅରୁଣଟା ଆଉ 2 ଦିନ ପରେ ଜେଲକୁ ଯିବ, ତାପରେ ଫୁଲ ହବ ମୋର। କିନ୍ତୁ ମଉସା এই পকেটটা অরুণ ব্যাগে রখিবা তবে রে ଟଙ୍କା ଦେଲେ ଏଇଟା କଣ ନିଜ ବାପାର ବେକକୁ ବି କାଟିଦେବି। ମୁଁ ଜାଣିଛି ମଉସା, ମୁଁ ଜାଣିଛି ଟଙ୍କା ପାଇଁ ତମେ ନିଜ ଘୁଅ ବି ନିଜେ ଖାଇଦବ। ହଉ ତାହେଲେ ଡେରି ଖାଇଛ ମଉସା। ଆଜି ସେ କାମ କରିବାକୁ ହବ। ଆଜି ରାତି ପାଇବା ପୂର୍ବରୁ এই ପକେଟଟା ନେଇ ଅରୁଣର ବ୍ୟାଗରେ ରଖି ସାରିଲା ପରେ ଖେଳ ମୋର ଆରମ୍ଭ ହବ। ଯୋଉ ଅରୁଣ ସାରା ମତେ ଥାପଡ଼ ମାରିଥିଲା ସେଇ ଛୁଆ ନିହାତି ଜେଲକୁ ଯିବ। କାହିଁକି ନା କହୁଛି ଲାଲକେଲା ସବୁଠେ ଚାଲେ ମୋ ପାଲା, ମୋରି ପାଇଁ ସବୁ ଝାମେଲା।